ଗୁଡ୍ ଇଭିନିଂ ଷ୍ଟୁଡେଣ୍ଟସ୍। ଆଜିର ଟପିକ୍ ରହିଛି ନାରୀ ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିବା। ନାରୀ ସଶକ୍ତିକରଣ କଣ, ଏହା କାହିଁକି ଆବଶ୍ୟକ? ଦେଖନ୍ତୁ, ସମାଜର ଯୋଉ ସୃଷ୍ଟି ରହିଛି ଏବଂ ବିକାଶ ରହିଛି, ଦେଖ ନାରୀର ଭୂମିକା ହଉଛି ଏଥିରେ ବହୁତ ଗୁରୁତ୍ୱପୂର୍ଣ୍ଣ। ନାରୀ ବିନା ସଂସାର ଅସମ୍ପୂର୍ଣ୍ଣ ଅଟେ। ତେଣୁ ନାରୀ ସଶକ୍ତିକରଣର ନିହାତି ଆବଶ୍ୟକତା ରହିଛି। କିନ୍ତୁ ଏହି ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କୁ ପୁରୁଷମାନଙ୍କ ସହ ସମାନ ଅଧିକାର ଅଧିକାର ମିଳିପାରିନାହିଁ। ନାରୀ ଶକ୍ତିକୁ ସମ୍ମାନ ଦେଇ ସେମାନଙ୍କୁ ସଂଗଠିତ କରି ସେମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ହେଉଛି ନାରୀ ସଶକ୍ତିକରଣର ମୁଖ୍ୟ ଉଦ୍ଦେଶ୍ୟ। ତାହେଲେ ଆମେ କଣ ଜାଣିଲେ? ନାରୀ ସଶକ୍ତିକରଣର ମୁଖ୍ୟ ଉଦ୍ଦେଶ୍ୟ କଣ? ନା ନାରୀମାନଙ୍କୁ କଣ କରିବା? ସଂଗଠିତ କରି ଜାଗରଣ ସୃଷ୍ଟି କରିବା କି ପୁରୁଷ ନାରୀ ଉଭୟ ସମାନ, ସେମାନେ ସବୁ କାମ କରିପାରିବେ। ଶାସ୍ତ୍ରରେ ଅଛି ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ତାର ଅର୍ଥ ହେଉଛି ଯେଉଁଠାରେ ନାରୀମାନେ ପୂଜା ପାଆନ୍ତି ସେଠାରେ ଦେବତା ମାନଙ୍କର ବାସ। ଗୋଟିଏ ପରିବାରରେ ନାରୀର ଭୂମିକାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପୁରୁଷ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ଅଟେ, ନାରୀର ଭୂମିକା ମଧ୍ୟ ସମାନ ରୂପରେ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ। ଦୁଇ ଜଣ ନହେଲେ ଗୋଟିଏ ପରିବାର ଚାଲିପାରିବ। ନାରୀ ସବୁବେଳେ ବିଭିନ୍ନ ରୂପରେ ତାର ଭୂମିକାକୁ ନିର୍ବାହ କରିଥାଏ। ସେ କେତେବେଳେ ଜନନୀ ତ କେତେବେଳେ ଭଗିନୀ ରୂପରେ ନିଜର କର୍ତ୍ତବ୍ୟକୁ ସମ୍ପାଦନ କରିଥାଏ। ଏସବୁ ପରେ ମଧ୍ୟ ସମାଜରେ ପୁରୁଷ ଓ ନାରୀ ମଧ୍ୟରେ ଦେଖନ୍ତୁ, ଏତେ ସବୁ କାର୍ଯ୍ୟ ସମ୍ପାଦନା ସୁଚାରୁ ରୂପେ କଲା ପରେ ମଧ୍ୟ ସମାଜରେ ଏଇଭଳି ଗୋଟେ ଅନ୍ଧବିଶ୍ୱାସ ରହିଯାଇଛି। ସେମାନେ ସବୁବେଳେ ପୁରୁଷ ଓ ନାରୀ ମଧ୍ୟରେ ଅନେକ ତାରତମ୍ୟ ଦେଖନ୍ତି। ଏବେ ବି ଆଜିର ସମାଜରେ ନାରୀ ସର୍ବଦା ଅବହେଳିତ, ନିର୍ଯାତିତ, ନିଷ୍ପେଷିତ। ଆଜି ବି ଅନେକ ସ୍ଥାନରେ କନ୍ୟା ଭ୍ରୂଣ ହତ୍ୟା ହେଉଥିବାର ଦେଖିବାକୁ ମିଳୁଛି। ଏସବୁ ଅସୁବିଧା ରହିଛି ସମାଜରେ, ଯେଉଁଗୁଡ଼ିକର ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ। ଏଣୁ ନାରୀ ସଶକ୍ତିକରଣ ଏସବୁ ଜିନିଷର ଭୂମିକାକୁ ନିର୍ବାହ କରେ। ଉଚ୍ଚ ଶିକ୍ଷାରୁ ବଞ୍ଚିତ ରଖିବା, ଯୌତୁକ ନିର୍ଯାତନା କରିବା, ବଳାତ୍କାର ଭଳି ଘଟଣାମାନ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ଉପଯୁକ୍ତ ସୁବିଧା ସୁଯୋଗ ପାଇପାରିଲେ ନାରୀଟିଏ ସବୁ କିଛି କରିପାରିବ। ନାରୀଟିଏ କେତେବେଳେ କିଛି ସବୁ କିଛି କରିପାରିବ। ଉପଯୁକ୍ତ ପରିବେଶ ପାଇଲେ, ଉପଯୁକ୍ତ ସୁବିଧା ସୁଯୋଗ ପାଇଲେ ତ କେହି ବି କିଛି କରିପାରିବେ। ପିଲାଟିଏ ଯେତେବେଳେ ଜନ୍ମ ହୋଇଥାଏ ତାକୁ ଯଦି ଉପଯୁକ୍ତ ପରିବେଶ ନ ଦିଆଯାଏ, ସେ ତ ଶିକ୍ଷା ଗ୍ରହଣ କରିପାରିବ ନାହିଁ ନା। ତେଣୁ ସବୁ ପିଲା ସମାନ, ସେ ପୁରୁଷ ହେଇଥାଉ କି ନାରୀ ହେଇଥାଉ। ଶିଶୁଟିଏ ଶିଶୁ ହେଇଥାଏ, ତାକୁ ସବୁ ଜିନିଷର ଉପଯୁକ୍ତ ସମୟରେ ଉପଯୁକ୍ତ ଜିନିଷ ଦେଲେ ହିଁ ସେ ଡେଭେଲପ କରିପାରିବ। ଏହି ମାଟିରେ ସେଇ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ଗାର୍ଗୀ, ଇନ୍ଦିରା ଗାନ୍ଧୀ, କିରଣ ବେଦୀ ଏବଂ ଦ୍ରୌପଦୀ ମୁର୍ମୁଙ୍କ ଭଳି ମହିୟସୀ ମହିଳାମାନେ ଜନ୍ମ ନେଇଛନ୍ତି। ତେଣୁ ନାରୀ ଯେ ସବୁ କାର୍ଯ୍ୟ ପାଇଁ ସମର୍ଥ, ଏଥିରେ ତିଳେ ମାତ୍ର ଅବକାଶ ନାହିଁ। ନାରୀ ସବୁ କାର୍ଯ୍ୟ ସମ୍ପାଦନ କରିପାରିବ, ଏଥିରେ ତିଳେ ମାତ୍ର ଅବକାଶ ନାହିଁ। ଆଜିକାଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାରୀ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେପରିକି ଶିକ୍ଷା, ଚାକିରୀ କ୍ଷେତ୍ରରେ ସୁବିଧା, ରାଜନୀତିରେ ଭାଗିଦାର ତଥା ଯୌତୁକ ପୈତୃକ ସମ୍ପତ୍ତିରୁ ସମାନ ଅଧିକାର ପାଇବାର ନିଷ୍ପତ୍ତି ଦିଆଯାଇଛି। ଦେଖନ୍ତୁ, ଭାରତୀୟ ସମ୍ବିଧାନରେ ମଧ୍ୟ ମହିଳାମାନଙ୍କର ସମାନ ଅଧିକାର ପାଇଁ ପାଇବାର କ୍ଷମତା ବ୍ୟବସ୍ଥା ରହିଛି। ମାନେ କି ରହିଲେ ଯୋଉ ଭାରତୀୟ ସମ୍ବିଧାନ, ସେଥିରେ ମଧ୍ୟ ମହିଳାମାନଙ୍କର ସମାନ ଅଧିକାର ପାଇବାର ବ୍ୟବସ୍ଥା ରହିଛି। ପ୍ରତିବର୍ଷ ମାର୍ଚ୍ଚ ମାସ 8 ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ। ମନେ ରଖନ୍ତୁ, ଆନ୍ତର୍ଜାତିକ ମହିଳା ଦିବସଟା କେବେ ପାଳିତ ହୁଏ? ନା ମାର୍ଚ୍ଚ ମାସ, ପ୍ରତିବର୍ଷ ମାର୍ଚ୍ଚ ମାସ 8 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ନାରୀ କେବେ କାହାଠାରୁ କମ୍ ନୁହେଁ, ସେ ଅବଳା କି ଦୁର୍ବଳ ନୁହେଁ, ସେ ଅସୀମ ଶକ୍ତିର ଅଧିକାରିଣୀ। ନାରୀକୁ ଉପଯୁକ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରାଗଲେ ଆମ ସମାଜ ତଥା ରାଷ୍ଟ୍ର ଆହୁରି ଅଗ୍ରଗତି କରିବ। ଏଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ। ଦେଖନ୍ତୁ, ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, ଯୋଉଟା ବର୍ତ୍ତମାନ ଆମେ ଆଲୋଚନା କଲେ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍। ନାରୀ ସଶକ୍ତିକରଣର ଭୂମିକା ବର୍ତ୍ତମାନ ସମାଜରେ ନିତାନ୍ତ ଆବଶ୍ୟକ। ତ ଏଇଟା ଆପଣମାନେ ଖାତାରେ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଦେଖିକିନା ବୁଝନ୍ତୁ କଣ ରହିଛି ନାରୀ ସଶକ୍ତିକରଣ। ନାରୀ ସଶକ୍ତିକରଣର ଭୂମିକାଟା ସମାଜରେ କଣ, ଏହାର ଆବଶ୍ୟକତା କଣ, ଏହା ନାରୀମାନେ ଡେଭେଲପ ହେଲେ ଯାଇକିନା ଦେବତାମାନେ ସେଇଠି ରହିବେ, ପୂଜା ପାଇବେ ଏବଂ କିଭଳି ପୁରୁଷ ନାରୀ ଉଭୟ ଡେଭେଲପ ହେଲେ, ଉଭୟ
ଅଭିବୃଦ୍ଧି କଲେ ଉଭୟ କିଭଳି ଗ୍ରୋଥ କଲେ କ'ଣ ହବ ନା କ'ଣ ହବ ନା ଆମର ଦେଶ ମଧ୍ୟ ଆଗକୁ ବଢ଼ିପାରିବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଆଶା କରୁଛି କ୍ଲାସଟି ଆପଣଙ୍କ ପାଇଁ ଉପାଦେୟ ହେବ। Do like, share and subscribe to our channel. Connect with us. Stay connect with us for such educational videos.